ଗୋଟେ ଦିନ ବଉଳା ଚରିବାକୁ ଯାଉଥିଲା। ଆସିଲା ବେଳକୁ ବାଘ ମାମୁଁ ଦେଖିଲା, ଆକୁ ଖାଇଦେବି କହିଲା। ଏ ବଉଳା ମୁଁ ତୋତେ ଆଜି ଖାଇଦେବି। ନାଇଁ ବାଘ ମାମୁଁ, ମୋର ଘରେ କୁନି ବାଛୁରୀ ଅଛି, ଗେଲ କରିବି, କ୍ଷୀର ପିଇକି ଆଇଲା। ବାଘ ମାମୁଁ ଭାବିଲା ବଉଳା ଖାଇଗଲା, କ୍ଷୀର ପିଇଲା, ଗେଲ କଲା, ଆହୁରି ଫେରି ଆସିଲା। ଖାଇବୁ ବଉଳା, ଖ ଦେଖ। ନାଇଁ ବଉଳା, ତୋର ଘରୁ ମୁଁ ତୋତେ ଖାଇବି ନାହିଁ। ତୁ ସେଟା କହିଥିଲୁ, ମୁଁ ତୋତେ ଖାଇବି ନାହିଁ। ଘରକୁ ଯା, କୁନି ବାଛୁରୀ ଖୁସିରେ ରହ।